ମାଲକାନଗିରିରୁ ଆସୁଛି ଏକ ବଡ଼ ଖବର। MV26 ଅଞ୍ଚଳରେ ଗତ ଡିସେମ୍ବର 7 ଓ 8 ତାରିଖରେ ଘଟିଥିବା ଅଗ୍ନିକାଣ୍ଡର କ୍ଷତିପୂରଣକୁ ନେଇ ପୁଣି ଥରେ ତେଜିଛି ଅସନ୍ତୋଷ। ପ୍ରଭାବିତ ପରିବାରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ପ୍ରତିବାଦ କରିଛନ୍ତି। ଆପଣ ଦେଖୁଛନ୍ତି ଏ ଦୃଶ୍ୟ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ, ଯେଉଁଠାରେ MV26 ଅଞ୍ଚଳର ଅଗ୍ନିକାଣ୍ଡ ପ୍ରଭାବିତ ପରିବାରମାନେ ନ୍ୟାୟ ଦାବିରେ ଏକତ୍ରିତ ହୋଇଛନ୍ତି। ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ ଅନେକ ପ୍ରକୃତ କ୍ଷତିଗ୍ରସ୍ତଙ୍କ ନାମ ସରକାରୀ ତାଲିକାରେ ନାହିଁ। ତା ସହିତ କେତେକ ଲୋକଙ୍କ ସହାୟତା ଅର୍ଥ ଭୁଲ ଆକାଉଣ୍ଟକୁ ଯାଇଥିବା ଗୁରୁତର ଅଭିଯୋଗ ଉଠିଛି। ଆମେ ଯେଉଁମାନେ ପ୍ରକୃତ କ୍ଷତିଗ୍ରସ୍ତ ଆମେ ସହାୟତା ପାଇନୁ, ଯେଉଁମାନେ ଗ୍ରାମର ମଧ୍ୟ ନାହାନ୍ତି ସେମାନେ ଟଙ୍କା ପାଇଛନ୍ତି। ଆମ ପାଇଁ ପୁଣି ଥରେ ସର୍ଭେ କରାଯାଉ। ସେମାନଙ୍କ କହିବା ଅନୁଯାୟୀ ସର୍ଭେ ସମୟରେ ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ଭୁଲ ତଥ୍ୟ ଦାଖଲ ହେବାରୁ ଏପରି ଅନିୟମିତତା ଦେଖାଦେଇଛି। ଏ ଅନିୟମିତତାକୁ ନେଇ ପ୍ରଭାବିତ ଲୋକମାନେ ପୁଣି ଥରେ ସଠିକ ସର୍ଭେ, ଯଥୋଚିତ କ୍ଷତିପୂରଣ ଦାବି କରୁଛନ୍ତି। ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ସତର୍କ କରିଛନ୍ତି। ଏ ଘଟଣା ଜିଲ୍ଲା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ ଉଠାଇଛି। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହାର ସମାଧାନ କରୁଛି। ଆମର ନମ୍ବର କରିଛି ସାରା ଯେତେବେଳେ ଗାଁରେ ଯାଇଥିଲେ ସେତେବେଳେ ଯାଇକିନା ସବୁ ଦେଖିଛୁ ହେଲେ ଆମେ ଯେତେବେଳେ ଆମ ଘରେ ଦେଖାଇଲି କ'ଣ ଅସୁବିଧା ହେଲେ ସେ ଫ୍ରିଜ୍, କୁଲର, ଟିଭି, ଆଲନା, ଦରଜା, ଜାଲନା ସବୁ ଭାଙ୍ଗି ଯାଇଛି। ହେଲେ ଚେୟାର ମାନେ କେତେ ଜିନିଷ ଆମର କ୍ଷତି ହେଇଛି। ଏବେ କେମିତି ସେମିତି ତ ଅଛି ହେଲେ କିଛି କରିନି ଆମେ। ହେଲେ ସେଇ ଆର୍ଆଇ ଯେତେବେଳେ ଆମ ଘରେ ଯାଇଥିଲେ ସେତେବେଳେ ଆର୍ଆଇ ଯାଇକିନା ଫଟୋ ବି ଉଠେଇଥିଲେ ନମ୍ବର ପାଖରେ ଠିଆ ହେଇକିନା। ହେଲେ ଆମର ପଇସା କିଛି ବି ମିଳିନି। ଆଉ ଯେତେ ଲୋକ ଅଛି ଗାଁରେ କେତେ ଲୋକ ଅଛି ହେଲେ 15 ଲକ୍ଷ, ଆଉ 20 ଲକ୍ଷ, 22 ଲକ୍ଷ, 10 ଲକ୍ଷ ଏମିତି ଏକା ପାଇଛନ୍ତି। ଆଉ କେତେ ଲୋକ ବିଲକୁଲ ପାଇନି। ଆଉ କେତେ ଲୋକ ପାଇଛନ୍ତି 5,000, 10,000 ଏମିତି ଏକା ପାଇଛନ୍ତି। ହେଲେ କଣ ହେଇଛି ଆପଣ ଦେଖିକିନା ଆଉ ପୁନର୍ବାର ଯାଇକିନା ସର୍ଭେ କରିକିନା ଆପଣ ପଇସା ଦିଅନ୍ତୁ ସାର୍। ହେଲେ ଆମର ଛୁଆ କେତେ ସାନ ଅଛି, ଆମେ କେମିତି ପହଞ୍ଚିବି ସାର୍? ହେଲେ ଛୋଟ ଛୁଆ ଧରିକିନା ଆଜି 6 ଦିନ ଆସିଛି ସାର୍। କଲେକ୍ଟର ସାର୍ ସେଥିରେ କାଲି ଆସିକିନା ଆମେ କଥା ହେଲେ ସାର୍ ଏମିତି କାହିଁକି ହେଇଛି ସାର୍? ହେଲେ ଆମେ ରଥରେ କେତେ 6 ଦିନ ଆଜି ଆସିଥିଲେ, ଆଜି ଧରିକିନା 6 ଦିନ ଆମେ ଆସିଥିଲି ଛୋଟ ଛୁଆ ନେଇକିନା ଆସିକି ରାତ୍ରି 8, 9ଟା ବେଳେ ଆମେ ଘରକୁ ଯାଉଛି ସାର୍। ଆମର ମନ କେତେ ଦୁଃଖ ସାର୍। ଆମର ପାଖରେ କେତେ ଲୋକ ସାର୍ ପଇସା ପାଇଲେ 10,000, 10 ଲକ୍ଷ, 12 ଲକ୍ଷ। ଆମ ସାଇଡରେ ଆମ ପାଖରେ କେତେ ଲୋକ ପାଇଛନ୍ତି ସାର୍। ଆମେ କିଛି ଟଙ୍କା ପାଇଲିନି। ହେଲେ ଆମର ଯେତିକି କ୍ଷତି ହେଇଛି ସାର୍ ସେତିକି ଦେଖିକି ନା ଆମର ଯଦି 50,000 ଦେଲେ ଆମେ ଖୁସିରେ ନେଇଥିଲେ ସାର୍। ଆମର କିଛି ବି ମିଳିନି। ହେଲେ ଆମର କେତେ ଦୁଃଖ। ହେଲେ କେତେ ଲୋକ ଘରେ ବି ନାହିଁ ସାର୍, କେତେ ଲୋକ ଦୂରରେ ଅଛି, କେତେ ଦୂର ବି ଅଛି। ହେଲେ ସେଇ ଲୋକମାନେ କେତେ ଟଙ୍କା ପାଇଲେ। ହେଲେ ଆପଣ ଯାଇକିନା ଆଉ ପୁନର୍ବାର ସାର୍ ଯାଇକିନା ଚେକ୍ କରିକିନା ଦେଖନ୍ତୁ ସାର୍। ଯେ ପାଇବେ ସେ ପାଇବେ, ଆଉ ଯେ ପାଇଲେ ସେଇ ଟଙ୍କା ସାର୍ ଆହୁରି ଫେରି ନେଇକିନା ଆମକୁ ଦିଅନ୍ତୁ ସାର୍। ମାଲକାନଗିରିରୁ ରାମକୃଷ୍ଣ ଚୌଧୁରୀଙ୍କ ରିପୋର୍ଟ, ସଂଘର୍ଷ ଟିଭି।